ମୋହ ମୁକ୍ତିର ମାର୍ଗ ନିରାଶକ୍ତି। ଗୁରୁଦେବ, ଧ୍ୟାନ ଧାରଣାରେ ଜମା ମନ ଲାଗୁନି। ସାଧ୍ୟ ମତେ ଚେଷ୍ଟା କରି ମଧ୍ୟ ଉପାସନା ପ୍ରତି ଆଗ୍ରହ ଆସୁନାହିଁ। ବାର ବାର ଚେଷ୍ଟା କରି ମୁଁ ହାରି ଯାଉଛି। କିଛି ହେଲେ ମାର୍ଗ ବତାନ୍ତୁ, ଯହିଁରେ ଉପାସନା ପ୍ରତି ମନ ଲାଗିବ। ସଦ୍ୟ ଗୁରୁଙ୍କଠାରୁ ଦୀକ୍ଷା ନେଇଥିବା ଶିଷ୍ୟ ନିଜ ମନ କଥା ବ୍ୟକ୍ତ କରି କହିଥିଲେ ଗୁରୁଙ୍କୁ। ଶିଷ୍ୟର ମନୋଭାବ ଜାଣିପାରିଥିଲେ ଗୁରୁ। ଆଶ୍ୱାସନା ଦେଇ କହିଥିଲେ, ତୁମେ ଠିକ୍ କହିଛ ବତ୍ସ। ଏଠି ଧ୍ୟାନରେ ମନ ଲାଗୁନି। ଚାଲ ଅନ୍ୟତ୍ର ଚାଲିଯିବା, ସେଇଠାରେ ସାଧନାରତ ହେବା। ଆଜି ସୂର୍ଯ୍ୟାସ୍ତ ସମୟରେ ଏହି ସ୍ଥାନ ଛାଡ଼ିଦେବା। ସୂର୍ଯ୍ୟାସ୍ତ ସହ ଗୁରୁ ଶିଷ୍ୟ ଆଶ୍ରମ ତ୍ୟାଗ କରିଥିଲେ ଅନ୍ୟତ୍ର ଯିବା ଉଦ୍ଦେଶ୍ୟରେ। ଗୁରୁଙ୍କ ହାତରେ ଥିଲା କମଣ୍ଡଳୁ, କାନ୍ଧରେ ପଡ଼ିଥିଲା ଖଣ୍ଡେ ବସ୍ତ୍ର, ଶିଷ୍ୟଙ୍କ କାନ୍ଧରେ ଥିଲା ଝୁଲା। ଗୁରୁ ସ୍ୱାଭାବିକ ଢଙ୍ଗରେ ଯାଉଥାନ୍ତି, ଶିଷ୍ୟ କିନ୍ତୁ ସାବଧାନତାର ସହ ଝୁଲା ପ୍ରତି ବିଶେଷ ଧ୍ୟାନ ଦେଇ ଆଗଉଥାନ୍ତି। ମାର୍ଗରେ ଏକ କୂଅ ପଡ଼ିଲା। ଶୌଚ ଇଚ୍ଛା ପ୍ରକଟ କରି ଗୁରୁଜୀଙ୍କୁ କିଛି ସମୟ ଅଟକି ଯିବା ପାଇଁ କହିଥିଲେ ଶିଷ୍ୟ। ଝୁଲାକୁ ସୁବ୍ୟବସ୍ଥିତ ଭାବରେ ଗୁରୁଙ୍କ ପାଖରେ ରଖି ଅଦୂରକୁ ଶୌଚ ନିମନ୍ତେ ଯାଇଥିଲେ ଶିଷ୍ୟ। ଶୌଚ ପାଇଁ ଯିବା ସମୟରେ ରହି ରହି ପଛକୁ ଅନଉଥାନ୍ତି ଶିଷ୍ୟ, ଝୁଲାର ସ୍ଥିତି ଦେଖିବା ପାଇଁ। ଆଢ଼ୁଆଳକୁ ଶିଷ୍ୟ ଚାଲିଗଲା ପରେ ହଠାତ୍ ଝପ୍ କରି ଏକ ଜୋର ଶବ୍ଦ ହେଲା। ଶିଷ୍ୟଙ୍କୁ ବୋଧ ହେଲା କିଛି ଗୋଟେ ବସ୍ତୁ କୂଅ ଭିତର ପାଣିରେ ପଡ଼ିଲା ପରି। ତରବରିଆ ଶୌଚ ସାରି କ୍ଷିପ୍ର ଗତିରେ ଗୁରୁଙ୍କ ପାଖରେ ହାଜର ହୋଇଯାଇଥିଲେ। ଝୁଲାକୁ ଦରାଣ୍ଡି ପକାଇ ଶୂନ୍ୟ ଥିବା ଦେଖି କରୁଣ ସ୍ୱରରେ କହିଥିଲେ, ଗୁରୁଜୀ, ଏଥିରେ ରୂପା ଇଟା ଗୋଟେ ଥିଲା, ତାକୁ ତ ମୁଁ ପାଉନି। ସେ ମୋର ସର୍ବସ୍ୱ ଥିଲା, କୁଆଡ଼େ ଗଲା? ଗୁରୁଜୀ ଶାନ୍ତ ନିର୍ବିକାର ଭାବରେ କହିଥିଲେ, ତାକୁ ଆଉ ପାଇବନି, ସିଏ କୂଅକୁ ଚାଲିଗଲା। ଏବେ ଆମେ ଏଇଠାରୁ ଫେରିଯିବା ଆମର ପୂର୍ବ ସ୍ଥାନକୁ। ଏଣିକି ତୁମର ଧ୍ୟାନ ଧାରଣାରେ ଆଉ କୌଣସି ସମସ୍ୟା ରହିବନି ବୋଲି ମୋର ବିଶ୍ୱାସ ହେଉଛି। କାରଣ ତୁମର ଆସକ୍ତିର କେନ୍ଦ୍ରବିନ୍ଦୁ ତାର ସତ୍ତା ହରେଇଛି। ଆସକ୍ତି ହିଁ ତୁମକୁ ଆନମନା କରୁଥିଲା ବାର ବାର। ସାର କଥା ହେଲା, ଶାନ୍ତି ଓ ଏକାଗ୍ରତା ଈଶ୍ୱର ଭକ୍ତି ନିମିତ୍ତ ନିରାସକ୍ତି ଅତ୍ୟାବଶ୍ୟକ, ଆଉ ଏହା ମୋହରହିତ ଅବସ୍ଥାରେ ହିଁ ହାସଲ କରିହୁଏ।